ନମ୍ବର 1 ଆଜିଠୁ 2 ଦିନିଆ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଆଜି ପ୍ରଥମେ ଉଦଲାର ପାଟପୁରସ୍ଥିତ ଅସ୍ଥାୟୀ ହେଲିପ୍ୟାଡ୍ରେ ପହଞ୍ଚି ସେଠାରେ ଉନ୍ନୟନମୂଳକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଉଦଲାରୁ ଖିଚିଙ୍ଗି ପହଞ୍ଚିବା ପରେ ସେ ଉନ୍ନୟନମୂଳକ କାର୍ଯ୍ୟର ଶିଳାନ୍ୟାସ ଏବଂ ଖିଚିଙ୍ଗି ମହୋତ୍ସବ କିଚିକେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ସାଧାରଣ ସମାବେଶରେ ଯୋଗ ଦେବେ। ନମ୍ବର 2 ମେଟ୍ରିକ୍ ପରୀକ୍ଷାରେ କପି ଘଟଣା। କଟକ ଜିଲ୍ଲାର ମାଣିଆବନ୍ଧ ଅଞ୍ଚଳର ଏକ କେନ୍ଦ୍ରରେ ମେଟ୍ରିକ୍ ପରୀକ୍ଷା ବେଳେ ଛାତ୍ରଛାତ୍ରୀଙ୍କୁ କପି ସାମଗ୍ରୀ ଯୋଗାଇବା ଅଭିଯୋଗରେ ପୋଲିସ ଶନିବାର ଦିନ 7 ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ଗିରଫ ବ୍ୟକ୍ତିମାନେ ମେଟ୍ରିକ୍ ପରୀକ୍ଷା ଦେଉଥିବା କିଛି ଛାତ୍ରଙ୍କ ସମ୍ପର୍କୀୟ। ସେମାନେ କେନ୍ଦ୍ରରେ ବିଜ୍ଞାନ ପରୀକ୍ଷା ସମୟରେ ଉତ୍ତର ସାମଗ୍ରୀ ଯୋଗାଉଥିଲେ। ତେବେ ଗିରଫ ବ୍ୟକ୍ତିମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅପରପକ୍ଷରେ ଏନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ସେମାନଙ୍କୁ ଗିରଫ କରାଯାଇଛି। ନମ୍ବର 3 6ରେ ଆସିବ ସୁଭଦ୍ରା ଟଙ୍କା। ଆସନ୍ତା 6ରେ ସୁଭଦ୍ରା ଯୋଜନାରେ ନୂଆ ହିତାଧିକାରୀ ସାମିଲ ହେବେ। ରାଜ୍ୟର ଆଉ 1,70,000 ମହିଳା ଏହି ଯୋଜନାରେ ଅର୍ଥ ପାଇବେ। 4ଟି ପର୍ଯ୍ୟାୟରେ 98 ଲକ୍ଷରୁ ଉର୍ଦ୍ଧ୍ୱର ମହିଳା ସୁଭଦ୍ରାର ପ୍ରଥମ କିସ୍ତି ପାଇଥିବା ବେଳେ ପଞ୍ଚମ ପର୍ଯ୍ୟାୟକୁ ମିଶାଇଲେ କୋଟିଏ ମହିଳା ଯୋଜନାର ଲାଭ ନେଇପାରିବେ। ତେବେ ମାର୍ଚ୍ଚ 8ରେ କୋଟିଏ ମହିଳାଙ୍କୁ ଦ୍ୱିତୀୟ କିସ୍ତି ବାବଦରେ 5,000 ଟଙ୍କା ଲେଖାଏଁ ମିଳିବ। ପୂର୍ବରୁ ପ୍ରଥମ କିସ୍ତି ପାଇବାରୁ ବଞ୍ଚିତ ଯୋଗ୍ୟ ହିତାଧିକାରୀଙ୍କୁ ମାର୍ଚ୍ଚ 8ରେ 2ଟି ଯାକ କିସ୍ତି ବାବଦରେ 10,000 ମିଳିବ ବୋଲି କୁହାଯାଇଥିଲା। କିନ୍ତୁ 98 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ 5,000, 1.7 ଲକ୍ଷ ମହିଳାଙ୍କୁ 10,000 ଦିଆଗଲେ ତ୍ରୁଟି ପରିଲକ୍ଷିତ ହେବାର ଆଶଙ୍କା ରହିଛି, ଯାହାକୁ ଆଖି ଆଗରେ ରଖି ସରକାର ପଞ୍ଚମ ପର୍ଯ୍ୟାୟରେ ଟଙ୍କା ଦେବାକୁ ଯୋଜନା କରିଥିବା ଜାଣିବାକୁ ମିଳିଛି। ନମ୍ବର 4 ହୋଲି ପୂର୍ବରୁ ଗ୍ରାହକଙ୍କୁ ବଡ଼ ଝଟକା, ବଢ଼ିଲା ଗ୍ୟାସ୍ ଦର। ପାର୍ବଣ ଋତୁରେ ମୁଦ୍ରାସ୍ଫୀତିର ଏକ ଝଟକା ଲାଗିଛି। ହୋଲି ଏବଂ ରମଜାନ ମାସରେ କମର୍ସିଆଲ ଗ୍ୟାସ୍ ମହଙ୍ଗା ହୋଇଯାଇଛି। ସରକାରୀ ତୈଳ କମ୍ପାନୀଗୁଡ଼ିକ ଏଲ୍ପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। 19 କିଲୋଗ୍ରାମ କମର୍ସିଆଲ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 1 ମାର୍ଚ୍ଚ 2025 ଅର୍ଥାତ୍ ଆଜିଠାରୁ ବୃଦ୍ଧି କରାଯାଇଛି। ଇଣ୍ଡିଆନ୍ ଅଏଲ ମାର୍ଚ୍ଚ 1 ତାରିଖରୁ କମର୍ସିଆଲ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ 6 ଟଙ୍କା ବୃଦ୍ଧି କରିଛି, ଯାହାଦ୍ୱାରା ଏହା ପୂର୍ବରୁ ପ୍ରତି ସିଲିଣ୍ଡର ମୂଲ୍ୟ 1,797 ଟଙ୍କାରୁ 1,803 ଟଙ୍କା ହୋଇଛି। ନମ୍ବର 5 କାହା ସହ ସେମି ଖେଳିବ ଭାରତ? ଚଳିତ ଚାମ୍ପିୟନ୍ସ ଟ୍ରଫି ପାଇଁ ଗ୍ରୁପ୍ ଏରେ ଭାରତ ନ୍ୟୁଜିଲାଣ୍ଡ ସେମିଫାଇନାଲ ପାଇଁ କ୍ୱାଲିଫାଇ କରିସାରିଛନ୍ତି। ଅନ୍ୟପକ୍ଷରେ ଗ୍ରୁପ୍ ବିରେ ଅଷ୍ଟ୍ରେଲିଆ ମଧ୍ୟ କ୍ୱାଲିଫାଇ କରିଛି। ଆଜି ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ଚତୁର୍ଥ ସେମି କ୍ୱାଲିଫାୟରକୁ ବାଛିବ। ଆସନ୍ତା 4 ତାରିଖରେ ପ୍ରଥମ ସେମି ଓ 5ରେ ଦ୍ୱିତୀୟ ସେମି ଖେଳାଯିବ। ତା ପୂର୍ବରୁ ଆସନ୍ତାକାଲି ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ ସେମିରେ କେଉଁ ଟିମ୍କୁ ଭେଟିବ ଟିମ୍ ଇଣ୍ଡିଆ, ସେ ନେଇ ଏବେ କିଛି ସ୍ପଷ୍ଟ ହୋଇନାହିଁ। ଏଥର ଚାମ୍ପିୟନ୍ସ ଟ୍ରଫିରେ ଗ୍ରୁପ୍ ଏର ଟପ୍ ଟିମ୍ ସହ ଗ୍ରୁପ୍ ବିର ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍ ସହ ପ୍ରଥମ ସେମି ଖେଳାଯିବ। ସେହିପରି ଗ୍ରୁପ୍ ବିର ଟପ୍ ଟିମ୍ ସହ ଗ୍ରୁପ୍ ଏର ଦ୍ୱିତୀୟ ସ୍ଥାନରେ ରହିଥିବା ଟିମ୍ ସହ ଦ୍ୱିତୀୟ ସେମି ଖେଳାଯିବ। ଭାରତ ଏବଂ ଗ୍ରୁପ୍ ଏବେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଯଦି ନ୍ୟୁଜିଲାଣ୍ଡକୁ ହରାଇ ଦିଏ ତେବେ ଟେବୁଲ ଟପ୍କୁ ପହଞ୍ଚିଯିବ। ନମ୍ବର 6 ଉତ୍ତରପ୍ରଦେଶର ସରକାରଙ୍କ ବଡ଼ ପଦକ୍ଷେପ, ଏଣିକି ମହାକୁମ୍ଭକୁ ବଞ୍ଚିତ ଲୋକଙ୍କୁ ମିଳିବ ସଂଘର ପବିତ୍ର ଜଳ। ଉତ୍ତରପ୍ରଦେଶ ସରକାରଙ୍କ ବଡ଼ ପଦକ୍ଷେପ, ମହାକୁମ୍ଭର ପବିତ୍ର ବୁଡ଼କୁ ବଞ୍ଚିତ ଲୋକଙ୍କ ପାଇଁ ଅନନ୍ୟ ସୁଯୋଗ। ରାଜ୍ୟର ସମସ୍ତ ଜିଲ୍ଲାକୁ ସଙ୍ଗମର ପାଣି ଯୋଗାଇବା ପାଇଁ କାର୍ଯ୍ୟ କରୁଛନ୍ତି ସରକାର। ତେବେ ପ୍ରୟାଗରାଜ ମହାକୁମ୍ଭରେ 66 କୋଟିରୁ ଅଧିକ ଶ୍ରଦ୍ଧାଳୁଙ୍କ ପବିତ୍ର ସଙ୍ଗମରେ ବୁଡ଼ ପକାଇଛନ୍ତି। ଏନେଇ ସମସ୍ତଙ୍କ ଆସ୍ଥା ଏବଂ ଧାର୍ମିକ ଭାବନାକୁ ଧ୍ୟାନରେ ରଖି ଉତ୍ତରପ୍ରଦେଶ ସରକାର ଏଭଳି ପଦକ୍ଷେପ ନେଇଛନ୍ତି, ଯାହାଦ୍ୱାରା କେହି ବି ଏହି ପବିତ୍ର ତ୍ରିବେଣୀ ଜଳରେ ବୁଡ଼ ପକାଇବାରୁ ବାଦ୍ ନ ପଡ଼ନ୍ତୁ। ନମ୍ବର 7 ଶିଳ୍ପନଗରୀ ଝାରସୁଗୁଡ଼ା ସହ ମାୟାନଗରୀ ମୁମ୍ବାଇକୁ ବିମାନ ସେବାର ଶୁଭାରମ୍ଭ ହୋଇଛି। ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଏହାର ଉଦ୍ଘାଟନ କରିଛନ୍ତି। ଶନିବାର ପୂର୍ବରୁ 10:55ରେ ମୁମ୍ବାଇରୁ ଇଣ୍ଡିଗୋ ଏୟାର ବସ୍ ବିହାରେ ଅପରାହ୍ନ 1ଟାରେ ଝାରସୁଗୁଡ଼ାରେ ପହଞ୍ଚିଥିଲା। ପୁଣି ଝାରସୁଗୁଡ଼ାରୁ 2ଟା ବାହାରି ଅପରାହ୍ନ 4:15ରେ ଏହି ବିମାନ ମୁମ୍ବାଇରେ ପହଞ୍ଚିଥିଲା। ପ୍ରଥମ ଦିନରେ 90 ଜଣ ଯାତ୍ରୀ ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ ବିମାନବନ୍ଦରରୁ ଇଣ୍ଡିଗୋ ଏୟାର ବସ୍ରେ ଝାରସୁଗୁଡ଼ାକୁ ଯାତ୍ରା କରିଥିଲେ। ଅନୁରୂପ ଭାବେ 90 ଜଣ ଯାତ୍ରୀ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ମୁମ୍ବାଇକୁ ଯାତ୍ରା କରିଛନ୍ତି। ନମ୍ବର 8 ସରକାର ପାସପୋର୍ଟର ନିୟମରେ କଲେ ଏହି ପରିବର୍ତ୍ତନ। ପାସପୋର୍ଟ ବିଦେଶ ଯାତ୍ରା ନିମନ୍ତେ ସବୁଠୁ ଜରୁରୀ। ଏହି ଡକ୍ୟୁମେଣ୍ଟ ଦ୍ୱାରା କୌଣସି ବ୍ୟକ୍ତିଙ୍କ ପରିଚୟ ଓ ଜାତୀୟତା ସ୍ପଷ୍ଟ ହୋଇଥାଏ। ଏହି ପାସପୋର୍ଟ ଥିଲେ ଆପଣ ଅନ୍ୟ ଦେଶ ବୁଲିବାକୁ, ପଢ଼ିବାକୁ, ବାଣିଜ୍ୟ କରିବାକୁ ଯାଇପାରିବେ। ଏବେ ଭାରତ ସରକାରଙ୍କ ପକ୍ଷରୁ ପାସପୋର୍ଟ ନିୟମରେ କିଛିଟା ପରିବର୍ତ୍ତନ କରାଯାଇଛି।
ପାସପୋର୍ଟ ନିୟମ ସଂଶୋଧନ ଅନୁସାରେ 1 ଅକ୍ଟୋବର 2023 ବା ଏହାପରେ ଜନ୍ମ ନେଇଥିବା ପାସପୋର୍ଟ ଆବେଦନକାରୀଙ୍କ ନିମନ୍ତେ ଉପଯୁକ୍ତ ଅଧିକାରୀଙ୍କ ପକ୍ଷରୁ ଜାରି ପ୍ରମାଣପତ୍ର ହିଁ ଜନ୍ମ ତାରିଖର ଏକମାତ୍ର ପ୍ରମାଣ ବୋଲି ବିବେଚନା କରାଯିବ। ଚଳିତ ସପ୍ତାହରେ ପାସପୋର୍ଟ ନିୟମ 1980ରେ ସଂଶୋଧନ କରିବା ପାଇଁ ଏକ ଅଧିକାରୀଙ୍କ ନୋଟ୍ ଜାରି କରାଯାଇଛି। ସରକାରୀ ଗେଜେଟରେ ସଂଶୋଧନ ପ୍ରକାଶ ପାଇବା ପରେ ନୂତନ ପାସପୋର୍ଟ ନିୟମ ଲାଗୁ ହେବ। ନମ୍ବର 9 ଆରମ୍ଭରୁ ଅସମ୍ଭାଳ 37 ଡିଗ୍ରୀ ଡେଇଁଲା ଝାରସୁଗୁଡ଼ା। ମାର୍ଚ୍ଚ ତାତି ଜଲାଇଲା ବୋଲି ପୂର୍ବରୁ ଆଇଏମ୍ଡି ସତର୍କ କରିଥିବା ବେଳେ ଦିନକ ଭିତରେ ଏବେ ଅସମ୍ଭାଳ କଲାଣି ତାତି। 37 ଡିଗ୍ରୀ ଟପି ଏବେ କଲବଲ କରୁଛି ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା। ଆଜି ଦିନ 2ଟା ସୁଦ୍ଧା ଝାରସୁଗୁଡ଼ା 37.4 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ସେହିପରି ସମ୍ବଲପୁରରେ ତାପମାତ୍ରା 36.8 ଡିଗ୍ରୀ ରେକର୍ଡ କରାଯାଇଛି। ସେପଟେ ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ତାତି ବୃଦ୍ଧି ପାଇଥିବା ନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ମନୋରମା ମହାନ୍ତି। ଆଗକୁ ଗ୍ରୀଷ୍ମ ଲହରୀ ଅବଧି ବୃଦ୍ଧି ପାଇବ ଏବଂ ତାତି ବଢ଼ିବ। ସ୍ୱାଭାବିକଠାରୁ ଅଧିକ ତାପମାତ୍ରା ରହିବ। ଏହାର ପ୍ରଭାବରେ ଅସ୍ୱାଭାବିକ ଗରମ ସାଙ୍ଗକୁ ଗୁଳୁଗୁଳି ହେବ। ସେପଟେ ଗତକାଲି ଭୁବନେଶ୍ୱର ତାପମାତ୍ରା 31 ଡିଗ୍ରୀ ଥିବାବେଳେ ଆଜି ଦିନ 11ଟା ସୁଦ୍ଧା 32 ଡିଗ୍ରୀ ଟପିଛି ଭୁବନେଶ୍ୱର ତାପମାତ୍ରା। ନମ୍ବର 10 ପାଣ୍ଡିଆନଙ୍କୁ ଉପମୁଖ୍ୟମନ୍ତ୍ରୀଙ୍କ ଟାର୍ଗେଟ। ବ୍ୟକ୍ତିକେନ୍ଦ୍ରିକ ଭାବରେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରୁଥିଲେ ପୂର୍ବ ସରକାର। ନାଁ ନ ନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କହିଲେ ବ୍ୟକ୍ତିକେନ୍ଦ୍ରିକ ଭାବେ ଖର୍ଚ୍ଚ ଚାଲିଥିଲା ପର୍ଯ୍ୟଟନ ଟଙ୍କା। ପର୍ଯ୍ୟଟନ ବିକାଶକୁ ନେଇ ପୂର୍ବ ସରକାରଙ୍କୁ ଉପମୁଖ୍ୟମନ୍ତ୍ରୀ ଏପରି ଟାର୍ଗେଟ କହିଛନ୍ତି। ପ୍ରଭାତୀ ପରିଡ଼ା ପୂର୍ବ ସରକାରଙ୍କୁ ଟାର୍ଗେଟ କରି କହିଲେ ବ୍ୟକ୍ତିକେନ୍ଦ୍ରିକ ଭାବେ ପର୍ଯ୍ୟଟନ ଟଙ୍କା ଖର୍ଚ୍ଚ କରାଯାଉଥିଲା। ଜଣଙ୍କ ପ୍ରଚାର ପ୍ରସାର ପାଇଁ ପର୍ଯ୍ୟଟନଙ୍କ ସମସ୍ତ ଟଙ୍କା ବଣ୍ଟା ଯାଉଥିଲା। କିନ୍ତୁ ବିଜେପି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ପ୍ରଚାର ପ୍ରସାର କରିବ ବୋଲି ନାହିଁ ବୋଲି କହିଛନ୍ତି ପ୍ରଭାତୀ। ସେ ପୁଣି କହିଛନ୍ତି ଶାଗ ମାଛ ଦରରେ ପର୍ଯ୍ୟଟନସ୍ଥଳୀକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି। ନମ୍ବର 11 ରୋହିତ ଏବଂ ସାମିଙ୍କୁ ବିଶ୍ରାମ। ଏହି ଦୁଇ ଖେଳାଳିଙ୍କୁ ସୁଯୋଗ। ଆଜି ରବିବାର ଚାମ୍ପିୟନ୍ସ ଟ୍ରଫିରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ମୁହାଁମୁହିଁ ହେବେ। ଉଭୟ ଦଳଙ୍କ ପାଇଁ ଏହା ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ହେବ। ଭାରତ ଏବଂ ନ୍ୟୁଜିଲାଣ୍ଡ ଦଳ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତୀୟ ଦଳର ଖେଳାଳି ଏକାଦଶ କ'ଣ ହେବ? ଖେଳାଳି ଏକାଦଶରେ ପରିବର୍ତ୍ତନ ସହିତ ଭାରତ ପଡ଼ିଆକୁ ଓହ୍ଲାଇବ କି? ଭାରତୀୟ ଦଳ ଅଧିନାୟକ ରୋହିତ ଶର୍ମା ଏବଂ ମହମ୍ମଦ ସାମିଙ୍କୁ ବିଶ୍ରାମ ଦେଇପାରେ। ଏଥିସହିତ ଏହି ଦୁଇ ଖେଳାଳିଙ୍କ ସ୍ଥାନରେ ଅର୍ଶଦୀପ ସିଂ ଏବଂ ରିଷଭ ପନ୍ତ ଭାରତୀୟ ଖେଳାଳି ଏକାଦଶରେ ସୁଯୋଗ ପାଇପାରନ୍ତି। ନମ୍ବର 12 ଜନଔଷଧି ଦିବସ 2025ର ସପ୍ତାହବ୍ୟାପୀ ଉତ୍ସବକୁ ଉଦ୍ଘାଟନ କଲେ ଜଗତ ପ୍ରକାଶ ନଣ୍ଡା। କେନ୍ଦ୍ର ରାସାୟନିକ ସାର ଏବଂ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଣ୍ଡା ଆଜି ନିର୍ମାଣ ଭବନରୁ ଏକ ରଥ ଏବଂ ଅନ୍ୟାନ୍ୟ 10ଟି ଯାନ ପତାକା ଦେଖାଇ ଜନଔଷଧି ଦିବସ 2025ର ସପ୍ତାହବ୍ୟାପୀ ଉତ୍ସବକୁ ଉଦ୍ଘାଟନ କରିଛନ୍ତି। ଏହି ରଥ ଯାନଗୁଡ଼ିକରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନା ସମ୍ପର୍କରେ ସୂଚନା ରହିଛି। ନମ୍ବର 13 ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଜନଶୁଣାଣି ପାଇଁ ବୁକିଂ ଶେଷ। 1000 ଜଣ କରିଛନ୍ତି ପଞ୍ଜୀକରଣ। ମାର୍ଚ୍ଚ 3 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠଠାରେ ଜନଶୁଣାଣି ପାଇଁ ସ୍ଲଟ୍ ବୁକିଂ ଆଜି ଶେଷ ହୋଇଛି। ମୁଖ୍ୟମନ୍ତ୍ରୀଙ୍କୁ ଆସନ୍ତା ସୋମବାର ସାକ୍ଷାତ ଅଭିଯୋଗ ପାଇଁ ସର୍ବାଧିକ 1000 ଜଣଙ୍କ ପାଇଁ ପଞ୍ଜୀକରଣ ଉଦ୍ଦିଷ୍ଟ ଥିଲା। ଏଥିପାଇଁ ପୂର୍ବ ସୂଚନା ଅନୁସାରେ ଫେବୃଆରୀ 28 ତାରିଖ ପୂର୍ବାହ୍ନ 11 ଘଟିକାଠାରୁ ଏହି ସ୍ପଟ୍ ବୁକିଂ ବା ପଞ୍ଜୀକରଣ ଆରମ୍ଭ ହୋଇଥିବା ବେଳେ ଜନଶୁଣାଣି ପୋର୍ଟାଲ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେସନ ମାଧ୍ୟମରେ ମାର୍ଚ୍ଚ 1 ତାରିଖ ଶନିବାର ଅପରାହ୍ନ ସୁଦ୍ଧା 1000 ଜଣ ନିଜ ନିଜର ସ୍ଲଟ୍ ବୁକିଂ କରିସାରିଥିବା ଜଣାଯାଇଛି। ନମ୍ବର 14 ଆଜି ଅନୁଷ୍ଠିତ ହେବ କୃଷି ଓ ଗ୍ରାମୀଣ ସମୃଦ୍ଧି ଶୀର୍ଷକ ବଜେଟ୍ ପରିବର୍ତ୍ତ ୱେବିନାର। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି କୃଷି ଓ ଗ୍ରାମୀଣ ସମୃଦ୍ଧି ଶୀର୍ଷକ ଦିନିକିଆ ବଜେଟ୍ ପରବର୍ତ୍ତୀ ୱେବିନାର ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ୱେବିନାରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଖ୍ୟ ଅଭିଭାଷଣ ରଖିବେ। ଏହି ଅବସରରେ ସମସ୍ତ କେନ୍ଦ୍ରମନ୍ତ୍ରୀ ଉପସ୍ଥିତ ରହିବେ। ଅପରାହ୍ନ 3:30ଟାରେ କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ନିଜର ମତାମତ ରଖିବେ। ନମ୍ବର 15 ପ୍ରଶଂସା କରିବା ପାଇଁ ପାଖରେ ଶବ୍ଦ ନାହିଁ। ବିରାଟ କୋହଲିଙ୍କ ବିଷୟରେ ଆଉ କ'ଣ କହିଲେ କେଏଲ୍ ରାହୁଲ। ନ୍ୟୁଜିଲାଣ୍ଡ ବିପକ୍ଷ ଚାମ୍ପିୟନ୍ସ ଟ୍ରଫିର ଅନ୍ତିମ ଗ୍ରୁପ୍ ମ୍ୟାଚ୍ ପୂର୍ବରୁ କେଏଲ୍ ରାହୁଲ ସାମ୍ବାଦିକ ସମ୍ମିଳନୀକୁ ଆସିଥିଲେ। ଏହି ସମୟରେ ସେ ବିରାଟ କୋହଲିଙ୍କୁ ବହୁତ ପ୍ରଶଂସା କରିଥିଲେ। ଏହି ସମୟରେ ସେ ସ୍ପଷ୍ଟ କରିଛନ୍ତି ଯେ ମହମ୍ମଦ ସାମି ଏବଂ ରୋହିତ ଶର୍ମାଙ୍କ ଫିଟନେସ୍କୁ ନେଇ କୌଣସି ଅସୁବିଧା ନାହିଁ। ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ ନିଜର ସ୍ଥାନ ନିଶ୍ଚିତ କରିସାରିଛନ୍ତି। କିନ୍ତୁ ସେମିଫାଇନାଲରେ ଭାରତ ଏବଂ ନ୍ୟୁଜିଲାଣ୍ଡ କେଉଁ ଦଳ ସହ ମୁହାଁମୁହିଁ ହେବେ ଏହି ମ୍ୟାଚ୍ ସ୍ଥିର କରିବ। ଏହି ମ୍ୟାଚ୍ ମଧ୍ୟ ସ୍ୱତନ୍ତ୍ର ହେବ କାରଣ ଏହା ବିରାଟ କୋହଲିଙ୍କ 300ତମ ଓଡି ମ୍ୟାଚ୍ ହେବ।
ନମ୍ବର 16 ରିଲାଏନ୍ସ ଫାଉଣ୍ଡେସନ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ 2024-25ର ଫଳାଫଳ ଘୋଷଣା। ରିଲାଏନ୍ସ ଫାଉଣ୍ଡେସନ ଏହାର ସମ୍ମାନଜନକ ପୋଷ୍ଟ ଗ୍ରାଜୁଏଟ୍ ସ୍କଲାରସିପ୍ 2024-25ର ଫଳାଫଳ ଘୋଷଣା କରିଛି। ଇଞ୍ଜିନିୟରିଂ, ଟେକ୍ନୋଲୋଜି, ଶକ୍ତି ଏବଂ ଲାଇଫ୍ ସାଇନ୍ସ ପରି ଉଦୀୟମାନ କ୍ଷେତ୍ରରେ ଅଧ୍ୟୟନ କରୁଥିବା 100 ଜଣ ଉତ୍କୃଷ୍ଟ ଛାତ୍ରଛାତ୍ରୀଙ୍କୁ ଏହି ବୃତ୍ତି ପ୍ରଦାନ କରାଯାଇଛି। ଚଳିତ ବର୍ଷ ଜାତୀୟ ବିଜ୍ଞାନ ଦିବସ ଅବସରରେ ଫଳାଫଳ ଘୋଷଣା କରାଯାଇଛି, ଯାହା ବିଜ୍ଞାନ ଏବଂ ନବସୃଜନକୁ ପ୍ରୋତ୍ସାହିତ କରିବା ଦିଗରେ ଫାଉଣ୍ଡେସନର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଛି। ନମ୍ବର 17 ପୁରୀ ଜିଲ୍ଲାରେ ଧାରା 30 ଲାଗୁ, ବିନା ଅନୁମତିରେ ଶୋଭାଯାତ୍ରା ମନା। ପୁରୀରେ ପୁଲିସ ଆଇନ 30 ଧାରା 90 ଦିନ ପର୍ଯ୍ୟନ୍ତ ବଳବତ୍ତର। ପୁଲିସ ଆଇନର 30 ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି। ଏହା ଫେବୃଆରୀ 24 ତାରିଖ ଠାରୁ ମେ ମାସ 24 ତାରିଖ 90 ଦିନ ପର୍ଯ୍ୟନ୍ତ ଲାଗୁ କରାଯାଇଛି। ଜିଲ୍ଲାର ସମସ୍ତ ପୁଲିସ ଷ୍ଟେସନ ଅଞ୍ଚଳ, ପୁରୀ ମ୍ୟୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡ଼ା ଏନ୍ଏସି ଅଞ୍ଚଳ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ଶୋଭାଯାତ୍ରା, ମାଇକ୍ ବ୍ୟବହାରକୁ ବେଆଇନ ଘୋଷଣା କରାଯାଇଛି ବୋଲି ପୁରୀ ଏସ୍ପି ବିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି। ନମ୍ବର 18 ଏସିଆ କପ୍ 2025 ଜୋରଦାର ହେବ ଭାରତ-ପାକିସ୍ତାନ ମୁକାବିଲା। ଟି20 ଖେଳିବେ ଯଶପ୍ରୀତ ବୁମରା, ଶୁଭମ ଗିଲ୍, ବାଦ୍ ପଡ଼ିବେ ସଞ୍ଜୁ ସାମସନ୍। ଗୋଟିଏ ବର୍ଷରେ ଭାରତ-ପାକିସ୍ତାନକୁ କ୍ରିକେଟ ମଇଦାନରେ ବାରମ୍ବାର ଦେଖିବାର ସୁଯୋଗ ବିରଳ ନିଶ୍ଚିତ। 2025 ମସିହାରେ ଏକାଧିକବାର ଭାରତ-ପାକିସ୍ତାନ କ୍ରିକେଟ ମୁକାବିଲା ଦେଖିବାର ସମ୍ଭାବନା ରହିଛି। ନିକଟରେ ଅନୁଷ୍ଠିତ ଆଇସିସି ଚାମ୍ପିୟନ୍ସ ଟ୍ରଫି 2025ରେ ଭାରତ-ପାକିସ୍ତାନ ମୁକାବିଲା ଦେଖିବାକୁ ମିଳିଲା। ଆଗାମୀ ସେପ୍ଟେମ୍ବର ଖେଳାଯିବ ଏସିଆ କପ୍ 2025। ଉକ୍ତ କପ୍ ହାତେଇବା ପାଇଁ 8ଟି ଦଳ ମଇଦାନକୁ ଓହ୍ଲାଇବେ। ଏସିଆ କପ୍ 2025 ତାଲିକାରେ ଅଛନ୍ତି ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ବାଂଲାଦେଶ, ଆଫଗାନିସ୍ତାନ, ସାଉଦି ଆରବ, ହଂକଂ ଓ ନେପାଳ। 2ଟି ଦଳରେ 4ଟି ଲେଖାଏଁ ଟିମ୍ ରହିବେ। ସୁପର 4 ମୁକାବିଲାରେ ଭାରତ-ପାକିସ୍ତାନ ଏକାଧିକବାର ମୁହାଁମୁହିଁ ହେବେ। ଦରକାର ପଡ଼ିଲେ 2ଟି ଯାକ ଦଳ ଫାଇନାଲ ଖେଳିପାରନ୍ତି। ପାକିସ୍ତାନକୁ ହରାଇବା ପାଇଁ ଟିମ୍ ଇଣ୍ଡିଆରେ ଟାଣୁଆ ଖେଳାଳିଙ୍କୁ ସାମିଲ କରାଯିବା ଜରୁରୀ। ନମ୍ବର 19 ମନ୍ତ୍ରୀଙ୍କ ବଡ଼ ନିର୍ଦ୍ଦେଶ, ସାଧାରଣ ଲୋକଙ୍କ ଅଭିଯୋଗକୁ ରାଜସ୍ପ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ। ତାଙ୍କ ଗସ୍ତ ସମୟରେ ସର୍କିଟ ହାଉସରେ ଦଳୀୟ କର୍ମୀଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିବା ବେଳେ ଲୋକଙ୍କ ଅଭିଯୋଗ ଗ୍ରହଣ କରିଛନ୍ତି। ପରେ ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ବିଭାଗୀୟ ସମୀକ୍ଷା କରିଛନ୍ତି। ରାଜସ୍ପ ବିଭାଗର କାର୍ଯ୍ୟକାରିତା ଓ ଲୋକଙ୍କ ଅଭିଯୋଗକୁ ଗୁରୁତ୍ୱ ଦେବାକୁ ଅଧିକାରୀମାନଙ୍କୁ କହିଥିଲେ। ସାଧାରଣ ଲୋକ କିଭଳି ହଇରାଣ ହରକତ ନ ହେବେ ସେ ନେଇ ଅଧିକାରୀମାନେ ଦୃଷ୍ଟି ଦେବା ସହ ଅଭିଯୋଗକୁ ତୁରନ୍ତ ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ଅଧିକାରୀ କିମ୍ବା କର୍ମଚାରୀ ଲୋକଙ୍କୁ ହଇରାଣ କରୁଛନ୍ତି, ତାହେଲେ ତାଙ୍କ ବିରୁଦ୍ଧରେ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି।